ଓಂ ନମଃ ଶିବାୟ। ଆଜିର ପ୍ରଶ୍ନ, ଶିବଙ୍କ ମସ୍ତକରେ ଜଟା ଅଛି, ଦାଢ଼ି କୁଆଡ଼େ ଗଲା? ଏହି ପ୍ରସଙ୍ଗରେ ଆଜି ଆମେ ଆଲୋଚନା କରିବା। ଶିବଙ୍କୁ ସ୍ୱୟଂଭୂ ବୋଲି କୁହାଯାଏ। ସ୍ୱୟଂ ସିଏ ଆପେ ଆପେ ସୃଷ୍ଟି ହେଇଛନ୍ତି, ତାଙ୍କୁ କେହି ସୃଷ୍ଟି କରିନାହାନ୍ତି। ତେଣୁ ଶିବଙ୍କର ପିତାମାତା ନାହାନ୍ତି। ଶିବ କହିଲେ ଈଶ୍ୱରଙ୍କୁ ବୁଝାଏ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ହେ ଅର୍ଜୁନ, ଈଶ୍ୱର ସର୍ବଭୂତାନାଂ କୁରୁତେର୍ଜୁନ ତିଷ୍ଠତି। ଈଶ୍ୱର ଯିଏକି ସର୍ବଶକ୍ତିର ଆଧାର। ଇତି ଈଶ୍ୱର, ଇତି ମାନେ ଶେଷ, ସ୍ୱର ମାନେ ଉପରେ। ଶେଷ ଉପରେ ଶେଷ ଯିଏ, ଅର୍ଥାତ୍ ଦେବତାଙ୍କ ଉପରେ ଦେବତା ଯିଏ, ସିଏ ହେଲେ କିଏ? ମହାଦେବ। ସେଇ ମହାଦେବ ସର୍ବଭୂତାନାଂ, ସମସ୍ତଙ୍କ ଭୂତରେ, ସମସ୍ତଙ୍କ ଜୀବାତ୍ମା ଭିତରେ, ସମସ୍ତଙ୍କ ଘଟ ଭିତରେ ସିଏ ଅଛନ୍ତି। ଅତି ବଡ଼ି ଜଗନ୍ନାଥ ଦାସ ଭାଗବତରେ କହିନାହାନ୍ତି ଆଜ୍ଞା? ସେ ପଦଟା କଣ ନା, ସକଳ ଘଟେ ନାରାୟଣ ବସନ୍ତି ଅନାଦିକାରଣ। ସର୍ବଶକ୍ତିମାନ ଆଧାର ହେଲେ ଶିବ। ସମସ୍ତଙ୍କ ଘଟରେ ଥାନ୍ତି ବୋଲି ତାକୁ ପରମାତ୍ମା ବୋଲି କୁହାଯାଏ। ଅନେକ ଶାସ୍ତ୍ର ପୁରାଣରେ ମତବ୍ୟକ୍ତ ଅଛି। ତେଣୁ ସେହି ଶିବଙ୍କ ମସ୍ତକରେ ଜଟା ଅଛି, ଦାଢ଼ି ନାହିଁ କାହିଁକି? ଆସନ୍ତୁ ଆଜ୍ଞା, ଏହି ସୁନ୍ଦର ଭିଡ଼ିଓଟିକୁ ଆଜି ଆମେ ଶ୍ରବଣ କରିବା। ଦିନେ ଜଣେ ସାଧୁ ବାବା ରାସ୍ତାରେ ଯାଉଥାନ୍ତି। ତାଙ୍କର ହସ ହସ ମୁଖ ଦିଶୁଥିଲା। ସେ ଗେରୁଆ ବସ୍ତ୍ର ଖଣ୍ଡେ ପିନ୍ଧିଥିଲେ। କାହିଁକି ଆଜ୍ଞା ଗେରୁଆ ବସ୍ତ୍ର ପିନ୍ଧିଥିଲେ? ନା, ସାଧୁମାନେ ଧଳା ବସ୍ତ୍ର ପିନ୍ଧନ୍ତି ନାହିଁ, ଏହା ଶାସ୍ତ୍ର ପୁରାଣରେ ଉଲ୍ଲେଖ ଅଛି। ସାଧୁମାନେ କେବଳ ଗୈରିକ ବସନ ବା ଗେରୁଆ ବସନକୁ ସେମାନେ ପିନ୍ଧନ୍ତି। ତେଣୁ ସେଇ ସାଧୁ ଜଣକ ଗେରୁଆ ବସ୍ତ୍ରକୁ ପିନ୍ଧିଛନ୍ତି। ହସ ହସ ମୁଖ ହୋଇ ଆଗକୁ ଦୃଷ୍ଟି ନିକ୍ଷେପ କରି ରାସ୍ତାରେ ଯାଉଛନ୍ତି। ସାଧୁର ଲକ୍ଷଣ କଣ ଆଜ୍ଞା? ନା, ସାଧୁର ଲକ୍ଷଣ ଈଶ୍ୱର ଭକ୍ତି। ଦୁଗ୍ଧ ପାନ କଲେ ବଢ଼ଇ ଶକ୍ତି। ଯିଏ ସାଧୁ ସେ ସଦାସର୍ବଦା ଶିବଙ୍କ ପାଖରେ ମନୋନିବେଶ କରିଥାନ୍ତି। ତେଣୁ ଶିବଙ୍କ ପାଖରେ ମନୋନିବେଶ କରି ଇଏ ସାଧୁ ଜଣକ ଆଗକୁ ଆଗକୁ ମାଡ଼ି ଚାଲିଥାନ୍ତି। ଏହି ସମୟରେ ହଠାତ୍ ମୋର ସାଧୁ ବାବାଙ୍କ ସହିତ ଭେଟ ହେଇଗଲା। ସାଧୁ ବାବା ବଡ଼ ଆନନ୍ଦିତ ହେଇଗଲେ। କହିଲେ, କଣ ବାବା ସବୁ ଭଲ ତ? ମୁଁ କହିଲି, ଆଜ୍ଞା ଆପଣଙ୍କ ଦୟାରୁ ସବୁ ଭଲରେ ଅଛି। ସେଇଠୁ ଇଏ ସାଧୁ ବାବା ଜଣକ ଧର୍ମଶାସ୍ତ୍ର ଆଲୋଚନା କରିବାରେ ଲାଗିଲେ। ବିଭିନ୍ନ ପୁରାଣ କଥା ସିଏ କହୁଥାନ୍ତି। କହୁଁ କହୁଁ ବାବା କହିଦେଲେ, କଣ କହିଲେ ନା, ଶିବଙ୍କ ମସ୍ତକରେ ଜଟା ଅଛି, ଦାଢ଼ି ତାଙ୍କର ଗଲା କୁଆଡ଼େ? କଣ ବାବା ବୁଝିଲ? ମୁଁ ସାଧୁଙ୍କ କଥାରେ ଆଉ କୌଣସି ପ୍ରତ୍ୟୁତ୍ତର ଦେଲିନି। ନିରୁତ୍ତର ହୋଇ ମୁଁ ରହିଲି। ସେଇଠୁ ସାଧୁ ଜଣକ କହିଲେ, ଦେଖ ବାବା, ମୁଁ ତମକୁ କହୁଛି। ସେ ସାଧୁ ଜଣକ ବଡ଼ ମଜାଳିଆ ଲୋକ ଥିଲେ। ମଜା ମଜା କଥା କହିବାକୁ ଭଲ ପାଉଥିଲେ। ହାସ ପରିହାସ ଛଳରେ ସାଧୁ ବାବା ମତେ କହୁଛନ୍ତି ରେ ବାବା, ତମେ ଜାଣିଛ ଶିବ ଶିରେ ଗଙ୍ଗା ପ୍ରବାହିତ। ଶିବଙ୍କ ମସ୍ତକରେ ମାତା ଗଙ୍ଗା ଦେବୀ ଅଛନ୍ତି। ଶଙ୍କରାଚାର୍ଯ୍ୟ ସ୍ତୋତ୍ରମ୍ ଗୋଟିଏ ମୁଁ ଆଜ୍ଞା ପାଠ କରୁଛି। ଦେବୀ ଈଶ୍ୱରେଶ୍ୱରୀ ଭଗବତୀ ଗଙ୍ଗେ, ତ୍ରିଭୁବନ ଜନନୀ ତରଳ ତରଙ୍ଗେ, ଶଙ୍କର ମୌଳି ନିବାସିନୀ ବିମଳେ, ସଦାମତୀ ରାସ୍ତାଂ ତବ ପଦ କମଳେ। ସାଧୁ ବାବା କହିଲେ, ଶିବଙ୍କ ମସ୍ତକରେ ଯେଉଁ ଗଙ୍ଗା ମାତା ଅଛନ୍ତି, ସିଏ ହେଲେ ତ୍ରିପୁର ଭେଦିନୀ। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁର ସେ ଭେଦ କରିଛନ୍ତି। ଯେତେବେଳେ ଶିବଙ୍କ ମସ୍ତକରୁ ବାହାରି ପାଦ ବାଟେ ପ୍ରବାହିତ ହେଲେ ବା ବହି ଯାଉଛନ୍ତି, ସେଇ ଗଙ୍ଗା ନଦୀର ସ୍ରୋତରେ ବା ତାଙ୍କ ଧାରାରେ ଶିବଙ୍କର ଦାଢ଼ି ଗୁଡ଼ାକ ସବୁ ଭାସି ଯାଇଛି। ଆଉ ଆସିବ କୁଆଡ଼ୁ? ଏ କଥା କହୁ କହୁ ଆଜ୍ଞା
से साधु जनक ठो ठो कर हसिबारे लगिले एते हसिले जे प्रबल मात्रा रे से हसिले ये साधु बाबांकर हस को देखी मु आज्ञा आउ संभाली पारली नाही मु से बाबांक सहित हसिबारे लगिली साधु बाबा मते कहिले कौन कहले आज्ञा कहले बाबा तमे कौन शिवंक विषय किछि जानो मु कहली बाबा तेबे मु कहूछि आपण श्रवण करम तेनु बाबांकर कथा को सुनी तापरे मु कहली बाबांकु मु कहली साधु बाबाजी देखंतु देवतांकर दाढ़ी नाही काहे देवतांक पाखरे तीनटा जिनिस न थाए से तीनटा जिनिस कोन आज्ञा ना देवतांकर छाई नाही चंद्रालोक आ सूर्य लोकरे देवता मानकर छाई भूमि रे पड़े नाही आ देवता माने आखि पता बा आखि पिछुड़ा मारती नाही काहेकि ना आषाढ़ मास ठारू मार्गशीर मास पर्यंत यही 6 मास स्वर्गपुर रे देवता माने शयन करती तेणु यही 6 मास स्वर्गपुर बंद थाए आ पौष मास ठारू ज्येष्ठ मास पर्यंत यही 6 मास स्वर्गपुर खुला रहे देवता माने आखि पता पकांती नाही सदा सर्वदा यही 6 मास तांको आखि को निद आसे नाही आखिर आमर जो परदा अच्छे कपाट अच्छे ये कपाट सदा सर्वदा खुला रही था तेणु 6 मास स्वर्गपुर बंद रहे 6 मास स्वर्गपुर खुला रहे ये हला द्वितीय कारण यार तृतीय कारण है देवता मानकर दाढ़ी न थाए जते बेले देवता माने सृष्टि हेले विधि विधान मत अनुसार से दाढ़ी आज पर्यंत नाही कौन सी शास्त्र पुराण रे मध्य देवतांकर दाढ़ी अच्छी बोली प्रमाण नाही तेबे आपण मानक मन रे प्रश्न उठी पारे चतुर्मुख ब्रह्मा तांकर तो दाढ़ी अच्छी हो आज्ञा आमे देखुचंती दाढ़ी अच्छी किंतु ता कल्पना मात्र आमे खाली छविटा को देखुचंती 14 जन ब्रह्मा अछंती आज्ञा 14 जन ब्रह्मा चतुर्मुख ब्रह्मा पंचमुख ब्रह्मा षडमुख ब्रह्मा सहस्रमुख ब्रह्मा हजार मुख ब्रह्मा एमिति कि 14 ब्रह्मा अछंती तेणु देवता मानकु जते बेले सृष्टि करागला विधि विधान नीति नियम अनुसार देवता मानकु से दाढ़ी रखिबार अधिकार दिया जाई नहीं यह होची शास्त्र उल्लेख जदि यार प्रमाण मु चाहूछंती ताले त्रेतया युग कथा टिके मने पकांतु पितृ सत्य पालन पाई परम ब्रह्म राम जते बेले 14 वर्ष वनवास करिथिले 14 वर्ष वन रे निज जीवन को अतिबाहित करिथिले सेते बेले तांकर जटा बढ़ी जाइथिला किंतु मुहरे तांकर दाढ़ी नथिला एई भली अनेक प्रमाण अछि ऋषि मानकर दाढ़ी अछि किंतु देवता मानकर दाढ़ी नाही हो आज्ञा शिवंकर मस्तक रे जटा अछि मुखरे काहे कि श्मश्रु नाही काहे कि दाढ़ी नाही ये विषय रे आपण आज एही भिडियोटी श्रवण कले तेबे दर्शक बंधु एही भिडियोटी केमिति लागिला मते कमेंट्स बॉक्स माध्यम रे जणाइबे धन्यवाद रहिली आज्ञा ओम नमः शिवाय।